ମୋହନା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମହୁଳି ମଦ ସହ ପଚ ନଷ୍ଟ ଏବଂ ଜଣେ ଗିରଫ। ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମହୁଲି ମଦ ସହ ପଚ ନଷ୍ଟ କରି ଜଣକୁ ଗିରଫ କରିଛି। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଅବକାରୀ ବିଭାଗ ଚୋରା ମଦ ରନ୍ଧା ବନ୍ଦ କରିବାରେ ତତ୍ପରତା ଦେଖିବାକୁ ମିଳିଛି, ଯାହାଫଳରେ ଆଜି ଅଡ଼ବା ଥାନା ଅଧୀନରେ ଥିବା ମହାପଦର ଆଲିଗଣ୍ଡା ଓ ଅଡ଼ବା ବନାଞ୍ଚଳରେ ଚୋରାରେ ମହୁଲି ମଦ ପ୍ରସ୍ତୁତ କରାଯାଉଥିବା ଅବକାରୀ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଚଢ଼ାଉ କରିଥିଲା ମୋହନା ଅବକାରୀ ବିଭାଗ। ଚଢ଼ାଉ ବେଳେ ଅବକାରୀ ବିଭାଗର ମୋହନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ଦାସଙ୍କ ସହ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ। ଚଢ଼ାଉରେ 1900 ଲିଟର ମହୁଲି ପଚ ନଷ୍ଟ କରିବା ସହ 140 ଲିଟର ମହୁଲି ମଦ ଜବତ କରିଥିଲା। ଚୋର ମଦ ରନ୍ଧାରେ ସମ୍ପୃକ୍ତ ଜଣେ ବ୍ୟକ୍ତି ଭାଲିଆସାହି ଗ୍ରାମର ଉଜ୍ଜଳ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।